କ୍ଷୀର ମୂଲ୍ୟରେ ବଡ଼ ଆଶ୍ୱସ୍ତି। 22 ସେପ୍ଟେମ୍ବରରୁ ଶସ୍ତା ହେବ କ୍ଷୀର। ପ୍ରତ୍ୟେକ ଘରେ ବ୍ୟବହୃତ କ୍ଷୀରର ମୂଲ୍ୟ ଖୁବ୍ ଶୀଘ୍ର ହ୍ରାସ ପାଇବାକୁ ଯାଉଛି। ନିକଟରେ ସରକାର ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଯେ ପ୍ୟାକେଜ ହୋଇଥିବା କ୍ଷୀରକୁ 5% ଜିଏସ୍ଟିରୁ ମୁକ୍ତ କରାଯିବ। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ମାତ୍ରେ ଦେଶର ସର୍ବବୃହତ କ୍ଷୀର ଉତ୍ପାଦନକାରୀ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରିର କ୍ଷୀରର ମୂଲ୍ୟରେ ତୁରନ୍ତ ଆଶ୍ୱସ୍ତି ମିଳିବ। ସରକାରଙ୍କ ଯୋଜନା ଅନୁଯାୟୀ କ୍ଷୀରର ମୂଲ୍ୟ ପ୍ରାୟ 3ରୁ 4 ଟଙ୍କା ପ୍ରତି ଲିଟରରେ ହ୍ରାସ ପାଇବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ଦ୍ଧିତ ମୁଦ୍ରାସ୍ଫୀତି ମଧ୍ୟରେ କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଅଧିକ ସୁଲଭ କରିବା, ଯାହାଦ୍ୱାରା ପ୍ରତ୍ୟେକ ପରିବାର ଶସ୍ତା ଏବଂ ଗୁଣାତ୍ମକ କ୍ଷୀର ପାଇପାରିବେ। ପରବର୍ତ୍ତୀ ଖବର, ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳିକରି ହତ୍ୟା। ଆମେରିକାରେ ରାଷ୍ଟ୍ରୀୟ ଶୋକ, ହ୍ୱାଇଟ୍ ହାଉସ୍ରେ ବ୍ୟାପକ ସୁରକ୍ଷା। ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଜଣେ ଦକ୍ଷିଣପନ୍ଥୀ କର୍ମୀ ଚାର୍ଲି କିର୍କଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସେ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ରାଷ୍ଟ୍ରପତି ଟ୍ରମ୍ପ ଚାର୍ଲି କିର୍କଙ୍କ ହତ୍ୟା ଉପରେ ଦୁଃଖ ପ୍ରକାଶ କରିଛନ୍ତି। କିର୍କ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ବିତର୍କରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ଏକ ତମ୍ବୁ ତଳେ ମାଇକ୍ ଧରି ଭାଷଣ ଦେଉଥିଲେ। ସେତେବେଳେ ହଠାତ୍ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଲେ। ଗୁଳିଟି କିର୍କଙ୍କ ବେକରେ ବାଜିଲା। ଗୁଳି ବାଜିବା ମାତ୍ରେ କିର୍କ ତଳେ ପଡ଼ିଗଲେ ଏବଂ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ହିଁ ଡାକ୍ତରମାନେ କିର୍କଙ୍କୁ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ଖବର, ସାର ପାଇଁ ରାତି ଉଜାଗର ଚାଷୀ, ଲାଇନରେ ରହିଛି ବ୍ୟାଙ୍କ ଓ ଆଧାର କାର୍ଡ। ଚାଷୀଟିଏ ସାମାନ୍ୟ ସାର ଟିକେ ପାଇଁ ଦିନ ଦିନ ଧରି ଅପେକ୍ଷା କରୁଥିବା ବେଳେ ବୁଧବାର ନରେନ୍ଦ୍ର ଲ୍ୟାମ୍ପସକୁ ସାର ଆସିଥିବା ଖବର ଶୁଣି ରାତି ଉଜାଗର ହୋଇ ଲାଇନ ଲଗାଇଛନ୍ତି। ଚାଷୀ ପାଇଁ ସାର ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଠିକ୍ ଭାବେ ଚାଷ ହେବ ବୋଲି ସାର ମୁଠେ ପାଇଁ ଚାଷୀ ଏବେ ସମ୍ପର୍କ ଭୁଲିବାକୁ ପଛାଉନାହିଁ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁରୁଣ୍ଡିଆ ବ୍ଲକର ନରେନ୍ଦ୍ର ଲ୍ୟାମ୍ପରେ। ପୂର୍ବରୁ ଅନେକ ଥର ଲ୍ୟାମ୍ପସକୁ ଆସି ଫେରିଯାଉଥିବା ଚାଷୀମାନେ ସାର ଆସିବା ଖବର ପାଇ ଗତ ରାତିରୁ ଲାଇନ ଲଗାଇଛନ୍ତି। ନିଜେ ଉପସ୍ଥିତ ଥିବା ଲାଇନରେ ଆଧାର କାର୍ଡ ଓ ବ୍ୟାଗକୁ ସନ୍ତକ କରିଛନ୍ତି। ଅପରପକ୍ଷରେ ଏବେ ମାତ୍ର 200 ବସ୍ତା ସାର ଆସିଛି। ହେଲେ 2000ରୁ ଉର୍ଦ୍ଧ୍ୱ ଚାଷୀ ଥିବାରୁ ପ୍ରବଳ ପାଟିତୁଣ୍ଡ ଯୋଗୁଁ ଲ୍ୟାମ୍ପ କର୍ତ୍ତୃପକ୍ଷ 50 ବସ୍ତା ସାର ଥାଇ ବଣ୍ଟନକୁ ବନ୍ଦ କରିଛନ୍ତି। ଆସନ୍ତାକାଲି ସାର ଆସିଲେ ସମସ୍ତଙ୍କୁ ମିଳିବ ବୋଲି ଗୁରୁଣ୍ଡିଆ ଲ୍ୟାମ୍ପସର ହିସାବରକ୍ଷକ ଜଗନ୍ନାଥ ବିଶ୍ୱାଳ ଉତ୍ତର ରଖିଛନ୍ତି। ପରବର୍ତ୍ତୀ ଖବର, ଡଲାର ତୁଳନାରେ ପୁଣି କମିଲା ଟଙ୍କା ମୂଲ୍ୟ। ଆମେରିକା ପକ୍ଷରୁ ବର୍ଦ୍ଧିତ ଶୁଳ୍କ ଏବଂ ଏହା ସହ ସୃଷ୍ଟି ହୋଇଥିବା ବାଣିଜ୍ୟ ଅନିଶ୍ଚିତତା ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ଭାରତୀୟ ଅର୍ଥନୀତିକୁ ଖରାପ କରିଚାଲିଛି। ଗୁରୁବାର ପୁଣି ଥରେ ଭାରତୀୟ ରୂପୀ ଟଙ୍କା ଆମେରିକାର ଡଲାର ତୁଳନାରେ ସର୍ବକାଳୀନ ନିମ୍ନ ସ୍ତରରେ ଅର୍ଥାତ୍ 88.4425ରେ ପହଞ୍ଚିଛି। ଗୁରୁବାର ଅପରାହ୍ନ 2ଟା 20 ସୁଦ୍ଧା ଭାରତର ମୁଦ୍ରା ମୂଲ୍ୟ ଡଲାର ତୁଳନାରେ 88.4425ରେ କାରବାର କରୁଥିଲା, ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ବନ୍ଦ ହୋଇଥିବା 88.1288 ତୁଳନାରେ 34 ପଇସା ହ୍ରାସ ପାଇଛି ବୋଲି ସ୍ପଷ୍ଟ ହୋଇଛି। ସିଧାସଳଖ କହିଲେ ବୁଧବାର ସୁଦ୍ଧା ଯେଉଁଠି ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ସହିତ 88.1288 ରହିଥିଲା, ସେତେବେଳେ ଗୁରୁବାର ସୁଦ୍ଧା ଏହା ଆହୁରି 34 ପଇସା ହ୍ରାସ ପାଇଛି। ପରବର୍ତ୍ତୀ ଖବର, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ନୀଳଚକ୍ର ପାଖକୁ ଯାଇ ଭିଡ଼ିଓ ଉତ୍ତୋଳନ କରିଥିବା ସୂଚନା। ତେବେ ପୂର୍ବରୁ ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଛିଡ଼ା ହେଲାଣି। ସେପଟେ ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଏବେ ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା। ଏହି ମାସ କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତର କରାଯିବ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେହିପରି ଧାଡ଼ି ଦର୍ଶନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ନାଟ ମଣ୍ଡପରେ ଧାଡ଼ି ଦର୍ଶନ ପୂର୍ବରୁ ହୁଣ୍ଡି ସ୍ଥାନାନ୍ତର ପାଇଁ ଏକ ରିଜଲ୍ୟୁସନ୍ ଆସିବ। ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗିବ। ତୁରନ୍ତ ହୁଣ୍ଡି ସ୍ଥାନାନ୍ତର ହେବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ଦୀର୍ଘ 4 ଘଣ୍ଟା ଧରି
ହୋଇଥିଲା ଶ୍ରୀମନ୍ଦିର ସମୀକ୍ଷା ବୈଠକ। କେଉଁ ପ୍ରକଳ୍ପର ସ୍ଥିତି କ'ଣ ରହିଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ପ୍ରକଳ୍ପର ବାକି ଥିବା କାମ ସାରିବାକୁ ସମୟସୀମା ଦିଆଯାଇଛି। ପରବର୍ତ୍ତୀ ଖବର, ସେପ୍ଟେମ୍ବର 16 ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ଚେତାବନୀ। ସେପ୍ଟେମ୍ବର 16 ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ସେପ୍ଟେମ୍ବର 12ରୁ 13 ତାରିଖ ମଧ୍ୟରେ ସମସ୍ତ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେପ୍ଟେମ୍ବର 13ରୁ 14 ତାରିଖ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର। ପରବର୍ତ୍ତୀ ଖବର, ରାଜନୈତିକ ହତ୍ୟା। ବିହାରର ରାଜଧାନୀ ପାଟନାରେ ହତ୍ୟା ଘଟଣା କମିବା ନାଁ ଧରୁନାହିଁ। ଅପରାଧୀମାନେ ପୁଣି ଥରେ ଆଇନ ଶୃଙ୍ଖଳାକୁ ଚ୍ୟାଲେଞ୍ଜ କରି ଜଣେ ରାଷ୍ଟ୍ରୀୟ ଜନତା ଦଳ ଆର୍ଜେଡି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଚିତ୍ରଗୁପ୍ତ ନଗର ଥାନା ଅଞ୍ଚଳର ମୁନ୍ନାଚକ ଅଞ୍ଚଳରେ ଘଟିଛି, ଯେଉଁଠାରେ ଦୁର୍ବୃତ୍ତମାନେ ଆର୍ଜେଡି ନେତା ରାଜକୁମାର ରାୟ ଓରଫ ଆଲ୍ଲା ରାୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ବୁଧବାର ବିଳମ୍ବିତ ରାତିରେ ରାଜକୁମାର ରାୟ ତାଙ୍କର 4 ଚକିଆ ଗାଡ଼ିରେ ଫେରୁଥିଲେ। ଏହି ସମୟରେ ସେ ଘର ନିକଟ ଏକ ରାସ୍ତାରେ ଥିବା ଏକ ହୋଟେଲରୁ ଖାଦ୍ୟ ସାମଗ୍ରୀ କିଣିବାକୁ ଅଟକିଥିଲେ। ସେତେବେଳେ ପୂର୍ବରୁ ଅପେକ୍ଷା କରି ରହିଥିବା 2 ଜଣ ଅପରାଧୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରାଜକୁମାରକୁ 6ଟି ଗୁଳି କରାଯାଇଛି। ଅପରାଧ କରିବା ପରେ ଅପରାଧୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ଖବର, ଭୁବନେଶ୍ୱରରେ 40 କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ରାଜଧାନୀର ବୁଲା ଗୋରୁଙ୍କୁ ସେଠାରେ ରଖାଯିବ। ଜନି ଚିହ୍ନଟ ସରିଛି। ଗୋରୁଙ୍କ ଗୋବର ଓ ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାର କରାଯିବ। ସହରାଞ୍ଚଳ ରାଜରାସ୍ତାରୁ ଗୋରୁଙ୍କୁ ହଟାଇବା ପାଇଁ 5ଟି ସ୍ଥାନରେ ଗୋଶାଳା ହେଉଛି। ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି। ସେହିପରି ସହରାଞ୍ଚଳ ଗୁଡ଼ିକରେ ରାଜରାସ୍ତାରୁ ଗୋରୁ ଗାଈଙ୍କୁ ହଟାଇବା ପାଇଁ 5ଟି ସ୍ଥାନରେ ଗୋଶାଳା କରାଯାଉଛି। ରାସ୍ତାରେ ଦୁର୍ଘଟଣା, ଉଭୟ ଲୋକ ଏବଂ ଗାଈଗୋରୁ ଆଘାତ ହୋଇ ପ୍ରାଣ ହରାଉଛନ୍ତି। ସରକାର ଏନେଇ ସମ୍ବେଦନଶୀଳ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପରବର୍ତ୍ତୀ ଖବର, 74,000 ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରଙ୍କ ବଡ଼ ଦାୟିତ୍ୱ। ରାଜ୍ୟ ସରକାର ଏନେଇ ଘୋଷଣା ମଧ୍ୟ କରି ସାରିଛନ୍ତି। ଓଡ଼ିଶାରେ ଇଟ୍ ରାଇଟ୍ ଷ୍ଟେ ବ୍ରାଇଟ୍ ଅଭିଯାନ ଆରମ୍ଭ ହୋଇସାରିଛି। ଏନେଇ ରାଜ୍ୟ ସରକାର ଲୋକମାନଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ନେଇ ପରାମର୍ଶ ଦେବେ। ଏଥିପାଇଁ ମଧ୍ୟ ପ୍ରସ୍ତୁତ ଆରମ୍ଭ ହୋଇସାରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା କହିଛନ୍ତି 74,000 ଅଙ୍ଗନବାଡ଼ି କେନ୍ଦ୍ର ଦ୍ୱାରା ମହିଳାଙ୍କୁ ଓ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସର ଟିପ୍ସ ଦିଆଯିବ। ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହ ୟୁନିସେଫ୍ର ମିଳିତ ସହଭାଗିତାରେ ଏହି ଅଭିଯାନ ଆରମ୍ଭ ହୋଇଛି। ଇଟ୍ ରାଇଟ୍ ଷ୍ଟେ ବ୍ରାଇଟ୍ ହେଲ୍ଦି ଡାଏଟ୍ କ୍ୟାମ୍ପେନ୍ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି। ସେପ୍ଟେମ୍ବର ମାସ ପୋଷଣ ମାସ। ରାଜ୍ୟରେ ସେପ୍ଟେମ୍ବରରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ୱାସ୍ଥ୍ୟକର ଖାଦ୍ୟ କ୍ୟାମ୍ପେନ୍ ଆରମ୍ଭ ହୋଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ ଓବେସିଟି ଏକ ବଡ଼ ସମସ୍ୟା ବର୍ତ୍ତମାନ ସମୟରେ। ତେଲ ଭାଜିଠାରୁ ଦୂରରେ ରହି ନିଜ ଖାଦ୍ୟାଭ୍ୟାସରେ ବ୍ୟାୟାମ ଓ ଯୋଗକୁ ଯୋଡ଼ିବା, ସମସ୍ତେ ଫିଟ୍ ରହିବାକୁ ସ୍ୱଦେଶୀ ଖାଦ୍ୟ ଗ୍ରହଣ କରିବା, ଶୋଷ ହେଲେ କୋଲ୍ଡ ଡ୍ରିଙ୍କସ୍ ନୁହେଁ ବରଂ ପାଣି ପିଇବା। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସହ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯାଇଛି। ପରବର୍ତ୍ତୀ ଖବର, 18ରୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ। ଆସନ୍ତା 18 ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ଆସନ୍ତା 16 ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। 7ଟି କାର୍ଯ୍ୟ ଦିବସ ଥିବାବେଳେ ଉଭୟ ବିରୋଧୀ ଓ ଶାସକ ଦଳର ସହଯୋଗରେ ଅଧିବେଶନକୁ ଶେଷ କରିବାକୁ ସର୍ବଦଳୀୟ ବୈଠକରେ ସହଯୋଗ ଲୋଡ଼ିବେ ବାଚସ୍ପତି। 1.5 ବର୍ଷର ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇବ ମୁଖ୍ୟ ବିରୋଧୀ ବିଜେଡି। ବିଶେଷ କରି ଚାଷୀ ସମସ୍ୟା ରାଜ୍ୟରେ ଉତ୍କଟ ରୂପ ନେଇଥିବାରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ପଚାରିବ ପ୍ରଶ୍ନ। ସାର କଳାବଜାରୀ ଓ ଚାଷୀଙ୍କୁ ୟୁରିଆ ସାର ନ ମିଳିବା, ଧାନ ପଞ୍ଜୀକରଣ ଠିକ୍ସେ ନ ହେବା ଯୋଗୁଁ ସାରା ରାଜ୍ୟରେ ହନ୍ତସନ୍ତ ହେଉଛନ୍ତି ଚାଷୀ।
ଏହାକୁ ପ୍ରସଙ୍ଗ କରି ଶାସକ ଦଳକୁ ଜବାବ ମାଗିବ ବିଜେଡି। କଂଗ୍ରେସ ମଧ୍ୟ ଅଧିବେଶନର ପ୍ରଥମ ଦିନରୁ ସରକାରଙ୍କୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଏନ୍ଏସି ଘୋଷଣାରେ ପାତରଅନ୍ତର ଭଳି ଅନେକ ପ୍ରସଙ୍ଗକୁ ଗୃହରେ ଉଠାଇବ। ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ସରକାର ବିଫଳ ହୋଇଥିବାରୁ ଦଳ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆରମ୍ଭ କରିଛି ସଜବାଜ। ପରବର୍ତ୍ତୀ ଖବର, ଧନୀ ତାଲିକାରୁ ହଟିଲେ ଏଲନ୍ ମସ୍କ, ମସ୍କଙ୍କୁ ପଛରେ ପକାଇଲେ ଲାରୀ ଏଲିସନ୍। ଧନୀ ତାଲିକାରୁ ହଟିଲେ ଏଲନ୍ ମସ୍କ। ଅରାକଲର ସହ-ପ୍ରତିଷ୍ଠାତା ଲାରୀ ଏଲିସନ୍ ଏଲନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ବ୍ଲୁମବର୍ଗ ବିଲିୟନର୍ସ ଇଣ୍ଡେକ୍ସ ଅନୁସାରେ ଅରାକଲ କର୍ପୋରେସନର ସେୟାର ମୂଲ୍ୟରେ 41% ବୃଦ୍ଧି ପରେ ଏଲିସନ୍ଙ୍କ ସମ୍ପତ୍ତି $101 ବିଲିୟନ ବୃଦ୍ଧି ପାଇଛି, ଯାହା ତାଙ୍କ ମୋଟ ସମ୍ପତ୍ତିକୁ $393 ବିଲିୟନକୁ ନେଇଛି। ପରବର୍ତ୍ତୀ ଖବର, ଆଇସିସି ଟି20 ବିଶ୍ୱକପ୍ ଘୋଷଣା ହେଲା ତାରିଖ। ଆଇସିସି ଟି20 ବିଶ୍ୱକପ୍କୁ ନେଇ ବଡ଼ ଖବର ଆସିଛି। ପୁରୁଷ ଟି20 ବିଶ୍ୱକପ୍ର 10ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ। ଏହି ବିଶ୍ୱକପ୍ରେ 20ଟି ଦଳ ଖେଳିବେ। ଏହି ବିଶ୍ୱକପ୍ 2026 ଫେବୃଆରୀ 7 ତାରିଖରୁ ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି। ଭାରତର 5ଟି ଓ ଶ୍ରୀଲଙ୍କାର 2ଟି ଷ୍ଟାଡିୟମରେ ଏହି ବିଶ୍ୱକପ୍ର ସମସ୍ତ 55ଟି ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ 8ରେ ଏହି ବିଶ୍ୱକପ୍ ଫାଇନାଲ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ସ୍ଥିର କରାଯାଇଛି। ତେବେ ପାକିସ୍ତାନ ଯଦି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରେ, ତେବେ କଲମ୍ବୋରେ ଫାଇନାଲ ମ୍ୟାଚ୍ ଖେଳାଯିବ। ତଥାପି ଫାଇନାଲକୁ ନେଇ ଦ୍ୱନ୍ଦ୍ୱ ରହିଛି। ଯେଉଁ 20ଟି ଟିମ୍ ଭାଗ ନେବେ, ସେମାନଙ୍କ ମଧ୍ୟରୁ 15ଟି ଟିମ୍ ଚୟନ ହୋଇସାରିଛି। ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟାରଲାଣ୍ଡ, କାନାଡା, ନେଦରଲ୍ୟାଣ୍ଡ ଓ ଇଟାଲୀ ଟିମ୍ ସାମିଲ। ବାକି ଥିବା ଅନ୍ୟ 5ଟି ଟିମ୍ ମଧ୍ୟରୁ 2ଟି ଦକ୍ଷିଣ ଆଫ୍ରିକା କ୍ୱାଲିଫାୟର ଏବଂ 3ଟି ଏସିଆ କିମ୍ବା ଏସିଆ ପ୍ରଶାନ୍ତ କ୍ୱାଲିଫାୟରରୁ ଆସିବେ। ପରବର୍ତ୍ତୀ ଖବର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 10 ମାଓବାଦୀ। ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ଟଳିଲେ 10 ମାଓବାଦୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 10 ମାଓବାଦୀ। ମୃତ ମାଓବାଦୀଙ୍କ ମଧ୍ୟରେ ମାଓ କମାଣ୍ଡର ବାଲକୃଷ୍ଣ ଓରଫ ଭାସ୍କର ଥିବା ସୂଚନା। ଭାଲୁଡ଼ିହ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓ ଓ ସୁରକ୍ଷାକର୍ମୀଙ୍କ ଭିତରେ ମୁହାଁମୁହିଁ ହୋଇଥିଲା। ମାଓ କମାଣ୍ଡର ବାଲକୃଷ୍ଣ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ପାଇଁ କାମ କରୁଥିଲା। ଓଡ଼ିଶା ପୋଲିସ ପାଇଁ ମଧ୍ୟ ମୋଷ୍ଟ ୱାଣ୍ଟେଡ୍ ଥିଲା। ମୈନପୁର ଜଙ୍ଗଲ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପାଇ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ E30, STF ଏବଂ କୋବ୍ରାର ମିଳିତ ଟିମ୍ ନକ୍ସଲ ଦମନ ଅଭିଯାନ ଆରମ୍ଭ କରିଥିଲେ। ସକାଳଠାରୁ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ମଝିରେ ମଝିରେ ଏହି ଗୁଳି ବିନିମୟ ଜାରି ରହିଛି। ଏହି ଗୁଳି ବିନିମୟ ଅନେକ ବରିଷ୍ଠ ନକ୍ସଲ ନିହତ ହୋଇପାରିଥାନ୍ତି ବୋଲି ପ୍ରାରମ୍ଭିକ ରିପୋର୍ଟରୁ କୁହାଯାଇଛି। ଏହି ମାଓ ଦମନ ଅପରେସନରେ ସିଆରପିଏଫ୍, କୋବ୍ରା କମାଣ୍ଡୋ ଏବଂ ଛତିଶଗଡ଼ ପୋଲିସର କର୍ମଚାରୀମାନେ ସାମିଲ ଥିଲେ। ଏଥିରେ ମନୋଜ ଉର୍ଫ ମ୍ୟାଡମ ବାଲକୃଷ୍ଣଙ୍କ ସମେତ 10 ଜଣ ନକ୍ସଲ ନିପାତ ହୋଇଥିବା କଥା ଅଧିକାରୀମାନେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ହାଲ୍କୁ ଲଢୁଆ ବିମାନର ଇଞ୍ଜିନ ପଠାଇଲା ଆମେରିକୀୟ କମ୍ପାନୀ। ଆମେରିକୀୟ କମ୍ପାନୀ GE ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହଲ୍କୁ ତୃତୀୟ ବିମାନ ଇଞ୍ଜିନ SF-404 ପ୍ରଦାନ କରିଛି। ଏହି ମାସ ଶେଷ ସୁଦ୍ଧା ଚତୁର୍ଥ ଇଞ୍ଜିନ ଭାରତ ଆସିପାରେ ବୋଲି ଜଣାପଡ଼ିଛି। ଗତ ମାସରେ ଆମେରିକାରୁ ଗୋଟିଏ ବି ଇଞ୍ଜିନ ଭାରତ ଆସିନଥିଲା। କାରଣ ଅଗଷ୍ଟ ମାସରେ ଭାରତ ଓ ଆମେରିକା ମଧ୍ୟରେ ଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ଚୁକ୍ତି ଅନୁଯାୟୀ ମୋଟ 99ଟି ଇଞ୍ଜିନ ମଧ୍ୟରୁ ହଲ୍ ଚଳିତ ବର୍ଷ ସୁଦ୍ଧା GE ଠାରୁ 12ଟି ଇଞ୍ଜିନ ପାଇବ। ଏହି ଇଞ୍ଜିନଗୁଡ଼ିକୁ LCA ତେଜସ୍ ଲଢୁଆ ବିମାନର ଉନ୍ନତ ସଂସ୍କରଣ LCA ମାର୍କ 1 ପାଇଁ ବ୍ୟବହାର କରାଯିବ। ପ୍ରାୟ 2 ବର୍ଷ ବିଳମ୍ବରେ ଆମେରିକାରୁ ତୃତୀୟ ଇଞ୍ଜିନ ଆସିଛି। ପରବର୍ତ୍ତୀ ଖବର, ଫିଜିଓଥେରାପିଙ୍କୁ ବଡ଼ ଝଟକା। ନାମ ଆଗରେ ଡାକ୍ତର ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଦେଲେ କଡ଼ା ନିର୍ଦ୍ଦେଶ। DGHS ଏହାର ଚିଠିରେ କହିଛି ଯେ ଭାରତରେ ଫିଜିଓଥେରାପିଷ୍ଟମାନଙ୍କ ଦ୍ୱାରା ସେମାନଙ୍କ ନାମ ଆଗରେ ଡକ୍ଟର ଏବଂ PT ବ୍ୟବହାର ସମ୍ପର୍କରେ ନିର୍ଦ୍ଦେଶାଳୟକୁ ଇଣ୍ଡିଆନ୍ ଆସୋସିଏସନ ଅଫ୍ ଫିଜିକାଲ ଥେରାପି ଆଣ୍ଡ ରିହାବିଲିଟେସନ IAPMR ସମେତ ବିଭିନ୍ନ ସଂଗଠନରୁ ଅନେକ ସ୍ମାରକପତ୍ର ଏବଂ ଦୃଢ଼ ଆପତ୍ତି ମିଳିଛି। IAPMR ଦ୍ୱାରା ଉଠାଯାଇଥିବା ଆପତ୍ତିକୁ ଉଦ୍ଧୃତ କରି DGHS
ଏଚଏସ୍ କହିଛି ଯେ ଫିଜିଓଥେରାପିଷ୍ଟମାନେ ଡାକ୍ତର ଭାବରେ ତାଲିମ ପ୍ରାପ୍ତ ନୁହନ୍ତି, ତେଣୁ ସେମାନେ ଡାକ୍ତର ବ୍ୟବହାର କରିବା ଉଚିତ ନୁହେଁ, କାରଣ ଏହା ରୋଗୀ ଏବଂ ସାଧାରଣ ଲୋକଙ୍କୁ ଭ୍ରମିତ କରିଥାଏ, ସମ୍ଭାବ୍ୟ ଠକେଇକୁ ପ୍ରୋତ୍ସାହିତ କରିଥାଏ। ପରବର୍ତ୍ତୀ ଖବର, ନିମାପଡ଼ାରେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇବା ଘଟଣା, ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଗିରଫ। ପୁରୀ ନିମାପଡ଼ାରେ କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ। ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇବାକୁ ନେଇ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଓ ତାଙ୍କ ସାଙ୍ଗ ଗିରଫ। ଭିଡ଼ିଓ ଭାଇରାଲ ପରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କୁ ତାଙ୍କ ନିମାପଡ଼ା ପୁଲିସ ଗିରଫ କରିଛି। ମଙ୍ଗଳବାର ରାତିରେ ପୁରୁଷ ବନ୍ଧୁଙ୍କ ସହ ସ୍ତ୍ରୀଙ୍କୁ ଧରି ମାଡ଼ ମାରିଲେ ସ୍ୱାମୀ। ମିଳିଥିବା ସୂଚନା ଅନୁସାରେ ଜଣେ ଶିକ୍ଷୟିତ୍ରୀ ନିମାପଡ଼ା ଥାନା ଅଞ୍ଚଳରେ ଏକ ସାହିରେ ଭଡ଼ାଘରେ ରହୁଥିଲେ। ତାଙ୍କର ସ୍ୱାମୀଙ୍କ ସହ କିଛି ବିବାଦ ଥିବାରୁ ସ୍ୱାମୀ ସ୍ତ୍ରୀ ଏକାଠି ରହୁନଥିଲେ। ମହିଳା ଜଣଙ୍କ ଶିକ୍ଷୟିତ୍ରୀ ହୋଇଥିବା ବେଳେ ପୁରୁଷ ଜଣଙ୍କ ଶିକ୍ଷକ ନେତା ହୋଇଥିବା ଜଣାପଡ଼ିଛି। ସ୍ତ୍ରୀଙ୍କ ପରୀକ୍ଷା ପ୍ରୀତି ସମୟରେ ଧରିବା ବେଳେ ସ୍ୱାମୀ ଓ ତାଙ୍କ ସାଙ୍ଗମାନେ ମିଶି ଦୁଇ ଜଣଙ୍କୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ବେକରେ ମାଳ ପକାଇ ଥାନାକୁ ଚଲାଇ ନେଇଥିଲେ। ଥାନା ଅଧିକାରୀ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ପ୍ରକ୍ରିୟା ଚଳାଇଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, ସିପି ରାଧାକ୍ରିଷ୍ଣନ୍ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଦେଲେ ଇସ୍ତଫା, ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଆଜି ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ୍ ବିଜୟୀ ହୋଇଥିଲେ। ସେପ୍ଟେମ୍ବର 12ରେ ସେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କୁ 452ଟି ଭୋଟ ମିଳିଥିଲା। ସେହି ସମୟରେ ମିଳିତ ବିରୋଧୀ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡିଙ୍କୁ 300 ଭୋଟ ମିଳିଥିଲା। ଭାରତୀୟ ଜନତା ପାର୍ଟି ମେଣ୍ଟ ବିରୋଧୀ ଦଳକୁ 152 ଭୋଟ ବ୍ୟବଧାନରେ ପରାସ୍ତ କରିଥିଲା। ପରବର୍ତ୍ତୀ ଖବର, ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ। ସେ ଦଳ ଛାଡ଼ିବା ସହ ପାଣ୍ଡ୍ୟାନଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି। ସେ କହିଛନ୍ତି, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡ୍ୟାନଙ୍କ ନିର୍ଦ୍ଦେଶରେ ହୋଇଛି। ଏବେ ମଧ୍ୟ ବିଜେଡିକୁ କବ୍ଜା କରି ରଖିଛନ୍ତି। ଅଣଓଡ଼ିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି। ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି। ପାଣ୍ଡ୍ୟାନଙ୍କ ଯୋଗୁଁ ଆଜି ଦଳର ଏ ସ୍ଥିତି ଓ ନିର୍ବାଚନରେ ଲୋକ ଜବାବ ଦେଲେ। ବିଜେଡିର କୋଟେରୀ ଗ୍ରୁପ କାମ କରୁଛି। କିଛି ବରିଷ୍ଠ ନେତା ଅଛନ୍ତି। ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର, ସବୁ ରେକର୍ଡ ଭାଙ୍ଗିଲା ସୁନା, ପୁଣି ବଜାରରେ ମୂଲ୍ୟ ବୃଦ୍ଧି ପାଇଲା। ଦିନକୁ ଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସୁନା ଦର, କମିବାର ନାଁ ଧରୁନି। କେତେବେଳେ 100 ଟଙ୍କା କମିଲେ ପରବର୍ତ୍ତୀ ମୁହୂର୍ତ୍ତରେ 1000 ଟଙ୍କା ବଢ଼ୁଛି, ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଲୋକେ। ଗୁରୁବାର ଦିନ ରାଜଧାନୀ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ 100 ଟଙ୍କା ବୃଦ୍ଧି ପାଇଛି, ଯାହାଫଳରେ ଏହାର ମୂଲ୍ୟ 1,13,100 ଟଙ୍କା ପ୍ରତି 10 ଗ୍ରାମ ପିଛା ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ବର୍ଷ ଆରମ୍ଭରେ 2024 ମସିହା ଡିସେମ୍ବର 31 ତାରିଖରେ ସୁନା ମୂଲ୍ୟ 78,950 ଟଙ୍କା 10 ଗ୍ରାମ ପିଛା ଥିଲା। ସେବେଠାରୁ ସୁନା ମୂଲ୍ୟ 34,150 କିମ୍ବା 43.23% ଏକ ବିରାଟ ବୃଦ୍ଧି ପାଇଛି। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ବିଡିଓଙ୍କ ଆର୍ଥିକ କ୍ଷମତାକୁ ବଢ଼ାଇଲେ ରାଜ୍ୟ ସରକାର। ଏନେଇ ପ୍ରସ୍ତାବରେ କ୍ୟାବିନେଟ୍ର ମୋହର ବାଜିଛି। ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରାମ ପଞ୍ଚାୟତ ସମିତି ସ୍ତରରେ ବୃଦ୍ଧି ପାଇଥିବା ପାଣ୍ଠିର ପ୍ରବାହ ଓ ବିକାଶମୂଳକ କାର୍ଯ୍ୟର ପରିମାଣକୁ ଦୃଷ୍ଟିରେ ରଖି ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମାବଳୀ 2002 ଅଧୀନରେ ନିର୍ଦ୍ଧାରିତ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ କ୍ଷମତାକୁ ବୃଦ୍ଧି କରାଯାଇଛି। ଏଣିକି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଡିଓମାନଙ୍କର ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ ଆର୍ଥିକ କ୍ଷମତା 20 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପଞ୍ଚାୟତ ସମିତି ପ୍ରକଳ୍ପଗୁଡ଼ିକର ଯୋଜନା ଓ ଆକଳନର ପ୍ରଶାସନିକ ଅନୁମୋଦନ ପ୍ରଦାନ କରିବାର କ୍ଷମତା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ନ୍ୟସ୍ତ କରାଯାଇଛି।
ମୁଖ୍ୟ ଶାସନ ସଚିବ କହିଛନ୍ତି, ସାଧାରଣ ବିକାଶମୂଳକ କାର୍ଯ୍ୟଗୁଡ଼ିକ ପାଇଁ ବୈଷୟିକ ମଞ୍ଜୁରୀ ଏବଂ ପ୍ରଶାସନିକ ଅନୁମୋଦନ ପୂର୍ବରୁ ଯାହା ଥିଲା ତାହାକୁ ବୃଦ୍ଧି କରାଯାଇଛି। କନିଷ୍ଠ ତଥା ସହକାରୀ ଯନ୍ତ୍ରୀମାନେ ଏବେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ପ୍ରଦାନ କରିପାରିବେ।